ଭାରତ ମ୍ୟାପରେ ଇଏ ବାଲା ଯେଉଁ ରାଜ୍ୟ ଅଛି ତାହା ହେଉଛି ବେଙ୍ଗଲ। ବେଙ୍ଗଲ ହେଉଛି ଭାରତର ଗରିବ ରାଜ୍ୟମାନଙ୍କ ମଧ୍ୟରୁ ଗୋଟେ। କିନ୍ତୁ 1900 ମସିହାରେ ବେଙ୍ଗଲକୁ ଆର୍ଥିକ ରାଜଧାନୀ କୁହାଯାଉଥିଲା, କାହିଁକି ନା ଉପନିବେଶକ ଯୁଗରେ ପଶ୍ଚିମବଙ୍ଗ କଲିକତା ସହର ଇଂରେଜମାନଙ୍କର ସବୁଠାରୁ ମଜବୁତ ଗଡ଼ ମନାଯାଉଥିଲା। ସେହି ସମୟରେ ଭାରତର ସବୁ ରାଜ୍ୟର ଲୋକ ବେଙ୍ଗଲକୁ ରୋଜଗାର ପାଇଁ ଯାଉଥିଲେ, କାହିଁକି ନା ସେତେବେଳେ କେବଳ ଭାରତ ନୁହେଁ, ପୁରା ଏସିଆରେ 50% ଟେକ୍ସଟାଇଲ ବେଙ୍ଗଲ ତିଆରି ହେଉଥିଲା। ତା ସହିତ ଝୋଟ ଆଉ ରେଶମ କାରିଗର ବଙ୍ଗାଳରୁ ପୁରା ଦୁନିଆରେ ପ୍ରସିଦ୍ଧ ଥିଲା। ଏହି କାରଣରୁ ଇଂରେଜମାନେ ପ୍ରଥମେ 15 ବର୍ଷ 1870ରେ ବେଙ୍ଗଲରେ ବନାଇଥିଲେ। ତେଣୁ ଏକ ସମୟ ଥିଲା ବେଙ୍ଗଲ ପୁରା ଭାରତର ମୁଣ୍ଡର ମୁକୁଟ ଭଳି ଥିଲା। ଆଉ ଭାରତର ବହୁ ମହାପୁରୁଷ ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦ, ରବୀନ୍ଦ୍ରନାଥ ଠାକୁର, ମଦର ଟେରେସା ମହାନ ଅର୍ଥଶାସ୍ତ୍ରୀ ବେଙ୍ଗଲରେ ଜନ୍ମଗ୍ରହଣ କରିଥିଲେ। ଆଉ ଆଜିଠାରୁ 6 ଦଶକ ପୂର୍ବରୁ UPWର ଡାଟା ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ଆୟ ମାମଲାରେ ବେଙ୍ଗଲ ପଞ୍ଜାବ, ଗୁଜରାଟ, ମହାରାଷ୍ଟ୍ର ଠାରୁ ମଧ୍ୟ ଅଧିକ ଥିଲା। କିନ୍ତୁ ଆଜି 2023-24 ଡାଟା ଅନୁସାରେ ବେଙ୍ଗଲ ସବୁ ଗରିବ ରାଜ୍ୟମାନଙ୍କ ମଧ୍ୟରୁ ଗୋଟେ। ବେଙ୍ଗଲ ଛତିଶଗଡ଼ ରାଜ୍ୟଠାରୁ ମଧ୍ୟ ତଳକୁ ଆସିଯାଇଛି। ଏହିଠାରେ ସବୁଠାରୁ ବଡ଼ ପ୍ରଶ୍ନ, 6 ଦଶକ ପୂର୍ବରୁ ଯେଉଁ ବେଙ୍ଗଲ ଭାରତର ସବୁଠାରୁ ଧନୀ ରାଜ୍ୟ ଥିଲା, ତାହା ସବୁଠାରୁ ଗରିବ ରାଜ୍ୟ କେମିତି ହେଲା? ଆଜି ଏହି ଭିଡ଼ିଓରେ ଆମେ ଜାଣିବା ଭାରତର ସବୁଠାରୁ ଧନୀ ରାଜ୍ୟ ସବୁଠାରୁ ଗରିବ ରାଜ୍ୟରେ ପରିଣତ ହେଲା କିପରି। ଏହାର କାରଣ କ'ଣ? ସ୍ୱାଧୀନତା ସମୟ ବଙ୍ଗାଳ କେମିତି ଥିଲା, ଆଜି କେମିତି ଅଛି, ଏହିସବୁ ଆହୁରି ଅଧିକ ଜାଣିବା ପାଇଁ ମିଳିବ ଏହି ଭିଡ଼ିଓରେ। ତା ଶେଷ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଧୈର୍ଯ୍ୟ ସହ ଦେଖନ୍ତୁ। ତ ବର୍ତ୍ତମାନ ପଶ୍ଚିମବଙ୍ଗ ଭାରତର ଚତୁର୍ଥ ଜନବହୁଳ ରାଜ୍ୟ, ଯାହାର ଆବାଦୀ 9 କୋଟିରୁ ଅଧିକ। କିନ୍ତୁ ଭାରତର କ୍ଷେତ୍ରଫଳରେ 2.7% ଜମି ପଶ୍ଚିମବଙ୍ଗ ପାଖରେ ଅଛି, ମାନେ ଜମି କମ୍ ଲୋକ ଅଧିକ। ଏହି କାରଣରୁ ବେଙ୍ଗଲରେ ସେବାରେ ପହଞ୍ଚିବାର ଗୁଣବତ୍ତା କମ୍ ହୋଇଥାଏ। ସରକାରଙ୍କ ହିସାବରେ 1.85 କୋଟି ଗରିବ ରେଖା ତଳେ ଜୀବନଯାପନ କରୁଛନ୍ତି। କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ବେଙ୍ଗଲ ଆବାଦୀର 20% ହେଉଛନ୍ତି ଗରିବ ରେଖା ତଳେ ଅଛନ୍ତି। ବର୍ତ୍ତମାନ ସ୍ୱାଧୀନତା ପୂର୍ବରୁ ଭାରତ ସହ ଚାଲିଆସି ପଶ୍ଚିମବଙ୍ଗରେ ଦାରିଦ୍ର୍ୟ ଏତେ ଅଧିକ କାହିଁକି? ପଶ୍ଚିମବଙ୍ଗର ଅର୍ଥନୀତି ସ୍ୱାଧୀନତା ପରେ ହ୍ରାସ ହେବାର ସବୁଠାରୁ ବଡ଼ କାରଣ ପୂର୍ବ ପାକିସ୍ତାନ ବାଂଲାଦେଶ ଠାରୁ ଅଲଗା ହୋଇଥିଲା। ଅର୍ଥାତ୍ ବାଂଲାଦେଶ ଗଠନ ହେବାକୁ ଥିଲା, ଯେଉଁଥିରେ ୟୁନାଇଟେଡ୍ ବଙ୍ଗାଳ ବିଭକ୍ତ କରି ପୂର୍ବ ପାକିସ୍ତାନ ଯଥା ବର୍ତ୍ତମାନର ବାଂଲାଦେଶ ସୃଷ୍ଟି ହୋଇଥିଲା। ଯଥା ରାତାରାତି ବଙ୍ଗାଳର ଏକ ବଡ଼ ଅଂଶ ପାକିସ୍ତାନ ସରକାରଙ୍କ ଅଧୀନକୁ ଆସିଥିଲା ଏବଂ କେବଳ ଏକ ଛୋଟ ଅଂଶ ପଶ୍ଚିମବଙ୍ଗ ଭାରତର ଅଧୀନରେ ଥିଲା। ଆଜାଦି ପୂର୍ବରୁ ପଶ୍ଚିମବଙ୍ଗ ଝୋଟ ବ୍ୟବସାୟର ରାଜା ଥିଲା କରିବା ପାଇଁ ବ୍ୟବହୃତ, କିନ୍ତୁ ବିଭାଜନ ପରେ କେବଳ ଝୋଟ ପଶ୍ଚିମବଙ୍ଗର କେବଳ 5ଟି ସ୍ଥାନ ମିଳିଲା। ଯେଉଁଥିପାଇଁ ଝୋଟ ବନାଯାଉଥିବା ଉଦ୍ୟୋଗ ତାହା ପଶ୍ଚିମବଙ୍ଗ ହାତରୁ ଚାଲିଗଲା। କେବଳ ଏତିକି ନୁହେଁ, କଞ୍ଚାମାଲ ଉପରେ ନିର୍ଭର କରିବାକୁ ବାଂଲାଦେଶ ଉପରେ ପଡ଼ିଲା, ଯେଉଁଥିପାଇଁ ଅବସ୍ଥା ଆହୁରି ଖରାପ ହୋଇଗଲା। ସେତେବେଳେ ବାଂଲାଦେଶର ସ୍ଥିତି ସ୍ଥିର ନଥିଲା। ସାଥିରେ ଝୋଟ କଞ୍ଚାମାଲ ମଧ୍ୟ ବାଂଲାଦେଶ ଅଧିକ କର ସଂଗ୍ରହ ପାଇଁ ବ୍ୟବହୃତ ହେଉଥିଲା, ଯେଉଁଥିପାଇଁ ପଶ୍ଚିମବଙ୍ଗ ବଙ୍ଗାଳରେ ପହଞ୍ଚୁଥିବା ଝୋଟ ତିଆରି ଦ୍ରବ୍ୟର ମୂଲ୍ୟ ହଠାତ୍ ବୃଦ୍ଧି ପାଇବାରେ ଲାଗିଲା ଏବଂ ପଶ୍ଚିମବଙ୍ଗ ଦର ବୃଦ୍ଧି ଯୋଗୁଁ ଅନ୍ୟପକ୍ଷରେ ଝୋଟ ବ୍ୟବସାୟ ହ୍ରାସ ପାଇବାରେ ଲାଗିଲା। ଅନ୍ୟପଟରେ ନାଇଲନ୍ ରଶି ଆସିବା ପରେ ଝୋଟ ବ୍ୟବସାୟ ଆହୁରି ହ୍ରାସ ହେବାକୁ ଲାଗିଲା। ସେହି ସମୟରେ ବଙ୍ଗାଳରେ ଏକ ବୃହତ୍ ଜନସଂଖ୍ୟା ଝୋଟ ଉପରେ ନିର୍ଭରଶୀଳ ଥିଲା। ବେଙ୍ଗଲର ବ୍ୟବସାୟ ହ୍ରାସ ଯୋଗୁଁ ବର୍ଷକୁ ବର୍ଷ ବେରୋଜଗାର କ୍ରମାଗତ ଭାବେ ବୃଦ୍ଧି ପାଉଥିଲା। ପଶ୍ଚିମବଙ୍ଗରେ 1965ରୁ 1978 ପର୍ଯ୍ୟନ୍ତ ଅବଧି, ଏହି ସମୟରେ ପଶ୍ଚିମବଙ୍ଗ ପାଇଁ ଏହା ବହୁତ ଖରାପ ଥିଲା। ଏହି ସମୟରେ ପଶ୍ଚିମବଙ୍ଗକୁ ବିକାଶ ପଥରେ ଆଗେଇ ଯିବାର ଥିଲା, କିନ୍ତୁ ସେତେବେଳେ ପାକିସ୍ତାନ ସାଥିରେ ଯୁଦ୍ଧ ଯୋଗୁଁ ପଶ୍ଚିମବଙ୍ଗ ହାଲତ ଆହୁରି ଖରାପ ହେଲା। 1965ରୁ 1978 ମଧ୍ୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2ଟି ଯୁଦ୍ଧ ହୋଇଥିଲା ଏବଂ ଯୁଦ୍ଧ ହେତୁ ସମଗ୍ର ଦେଶ ବଙ୍ଗାଳରେ ମଧ୍ୟ ଆର୍ଥିକ ଅବନତି ଘଟିଲା। ଏବଂ କେବଳ ସେତିକି ନୁହେଁ, ଶରଣାର୍ଥୀ ରିଲିଫ ଏବଂ ପୁନର୍ବାସ ବିଭାଗ 1971 ଅନୁଯାୟୀ ଭାରତ ପାକିସ୍ତାନ ଯୁଦ୍ଧ
ଏବଂ ବାଂଲାଦେଶ ଗଠନ ହେତୁ ବାଂଲାଦେଶର 60 ଲକ୍ଷ ଲୋକ ପଶ୍ଚିମବଙ୍ଗର ଅଧିକ ଶରଣାର୍ଥୀ ଆସି ଭାରତରେ ଆଶ୍ରୟ ନେଇଥିଲେ। 1980 ପଶ୍ଚିମବଙ୍ଗରେ 80 ଲକ୍ଷ ଲୋକ ଆସିଥିଲେ। ଏହି କାରଣରୁ ହଠାତ୍ ପଶ୍ଚିମବଙ୍ଗର ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଇଲା। ଲୋକମାନେ ମଧ୍ୟ ଚାକିରି ପାଇବା ପାଇଁ ବନ୍ଦ ହୋଇଗଲା। କାରଣ କଲିକତା ପରି ବଡ଼ ସହରରେ ବାଂଲାଦେଶୀ ଲୋକମାନଙ୍କର ପ୍ରତ୍ୟେକ ରାସ୍ତା ଗଳିରେ ଦେଖାଯିବା ଆରମ୍ଭ କଲେ। ହଠାତ୍ ପଶ୍ଚିମବଙ୍ଗର ଜନସଂଖ୍ୟା ବୃଦ୍ଧି ପାଇଲା। ଖାଦ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପକାଇଲା। ଏହି କାରଣରୁ ଯେତେ ଖାଦ୍ୟଶସ୍ୟ ଉତ୍ପନ୍ନ ହେଲା, ଏହି ଶରଣାର୍ଥୀ ମଧ୍ୟରେ ବହୁ ସଂଖ୍ୟାରେ ବୃଦ୍ଧି ପାଇଲେ। ଏହି କାରଣରୁ ଫସଲ ମଧ୍ୟ ହ୍ରାସ ପାଇବାରେ ଲାଗିଲା ଏବଂ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଅନାହାର ଭଳି ପରିସ୍ଥିତି ସୃଷ୍ଟି ହେଲା। ଏବଂ ପଶ୍ଚିମବଙ୍ଗ ହୋଇଥିଲା ରିଫ୍ୟୁଜି ଶରଣାର୍ଥୀ ଲୋକମାନଙ୍କର ରୋଜଗାର ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଭୋଗୁଛନ୍ତି। କାରଣ ଆଜି ଶରଣାର୍ଥୀ ବାଂଲାଦେଶ, ମିଆଁମାରରୁ ଆସି ପଶ୍ଚିମବଙ୍ଗରେ ବାସ କରୁଛନ୍ତି। 1960-70 ଦଶକରେ ରେଲୱେର ବିକାଶ ପାଇଁ ପଶ୍ଚିମବଙ୍ଗକୁ ବହୁତ ଅଧିକ ପଇସା ଖର୍ଚ୍ଚ କରିବାକୁ ମିଳୁଥିଲା। ସେତେବେଳେ ରେଲୱେର ସମ୍ବନ୍ଧୀୟ ସମସ୍ତ ଜିନିଷ ଉତ୍ପାଦିତ ମଧ୍ୟ ପଶ୍ଚିମବଙ୍ଗ କରୁଥିଲା। ଯେଉଁ କାରଣରୁ ପଶ୍ଚିମବଙ୍ଗର ଇଞ୍ଜିନିୟରିଂ କ୍ଷେତ୍ରଟି ଉନ୍ନତି କରିଥିଲା। ପାକିସ୍ତାନ ଯୁଦ୍ଧ ପରେ ପଶ୍ଚିମବଙ୍ଗର ରେଳବାଇ କରାଯାଉଥିବା ଖର୍ଚ୍ଚ ଧୀରେ ଧୀରେ ହ୍ରାସ ହେବାକୁ ଲାଗିଲା। ତେଣୁ ପଶ୍ଚିମବଙ୍ଗରେ ଇଞ୍ଜିନିୟରିଂ କ୍ଷେତ୍ର ଧୀରେ ଧୀରେ ହ୍ରାସ ପାଇଲା। ଏହି କାରଣରୁ ପଶ୍ଚିମବଙ୍ଗର ଅର୍ଥନୀତି ଧୀରେ ଧୀରେ ଦୁର୍ବଳ ହୋଇଗଲା ଏବଂ ସେହି ସମୟରେ ବାମ ଦଳ ଏବଂ ମାଓବାଦୀ ଶୀଘ୍ର ପଶ୍ଚିମବଙ୍ଗରେ ସେମାନଙ୍କର ଉପସ୍ଥିତି ବିସ୍ତାର କରୁଥିଲେ ଏବଂ ଏହି ଲୋକମାନେ ଧନୀ ଓ ଜମିଦାରଙ୍କ ଉପରେ ବେଶୀ ହିଂସା ବଢ଼ାଇ ଦେଲେ। ଯେମିତି ଚାରି ମଜୁମଦାର ନେତୃତ୍ୱରେ CPIM ଓ ରୁଟି ଭାଡ଼ି ଗୋଷ୍ଠୀ ଜମିଦାର ବିରୁଦ୍ଧରେ ହିଂସା ଆରମ୍ଭ କଲେ ଏବଂ ପଶ୍ଚିମବଙ୍ଗ ନକ୍ସଲବାଦ ଆରମ୍ଭ ହୋଇଯାଇଥିଲା। ଏହି କାରଣରୁ ଧନୀ ଜମିଦାରଙ୍କ ଯେଉଁ ଲୋକଙ୍କ ପାଖରେ ବହୁତ ଟଙ୍କା ଥିଲା ଏବଂ ନିବେଶ ମାଧ୍ୟମରେ ବଙ୍ଗାଳର ଅର୍ଥନୀତିକୁ ମଧ୍ୟ ବୃଦ୍ଧି କରିପାରିଥାନ୍ତେ, ସେସବୁ ମାଓବାଦୀ CPM ଲୋକଙ୍କୁ ଭୟ କରିବାକୁ ଲାଗିଲେ ଏବଂ ବଙ୍ଗାଳ ଠାରୁ ପଳାୟନ ଆରମ୍ଭ କରିଥିଲେ, ଯେଉଁଥିପାଇଁ ବଙ୍ଗାଳର ଅର୍ଥନୀତି ବହୁତ ନୁକସାନ ହେଲା। ଏହା ବ୍ୟତୀତ ଯେଉଁ ଦାରିଦ୍ର୍ୟ ଅଧିକାର ବିଷୟରେ କଥାବାର୍ତ୍ତା କରୁଥିବା ବାମ ଦଳ ପଶ୍ଚିମବଙ୍ଗରେ ଦ୍ରୁତଗତିରେ ଲୋକପ୍ରିୟ ହେବାର ଆରମ୍ଭ ଲାଗିଲା। 1969 ମସିହାରେ ଏହି କାରଣରୁ ଲକ୍ଷ ଲକ୍ଷ ଲୋକ CPIM ପାର୍ଟିକୁ ସମର୍ଥନ କରୁଥିଲେ। ଗରିବଙ୍କ ମଧ୍ୟରେ CPIM ନିଜର ସ୍ଥାନ ସୃଷ୍ଟି କରିବାକୁ ଲାଗିଲା। ଏହା ଜମିଦାରଙ୍କ ବିରୁଦ୍ଧରେ ଆଭିମୁଖ୍ୟ ବଜାୟ ରଖିଲା। ଏହି କାରଣରୁ CPIM ପ୍ରଭାବ ହେତୁ ରାଜ୍ୟ କାରଖାନାଗୁଡ଼ିକରେ ଧର୍ମଘଟ ଗତିବିଧି ଆରମ୍ଭ ହେଲା, ଯେଉଁ କାରଣରୁ କାରଖାନାଗୁଡ଼ିକର ଉତ୍ପାଦନ କମିବାକୁ ଲାଗିଲା। ଏହି ଆନ୍ଦୋଳନ କାରଣରୁ ସବୁ କମ୍ପାନୀ ଧୀରେ ଧୀରେ ମହାରାଷ୍ଟ୍ର, ଗୁଜରାଟ ଆଡ଼କୁ ଚାଲିଗଲେ ଏବଂ ପଶ୍ଚିମବଙ୍ଗକୁ ବହୁତ କମ୍ କମ୍ପାନୀ ଆସିଲେ। ବିନିଯୋଗ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହୋଇଗଲା। ସେତେବେଳେ ବଙ୍ଗାଳ ସରକାର ଦିନରେ ସ୍ୱପ୍ନ ଦେଖୁଥିଲେ। ଏହି କାରଣରୁ ଧୀରେ ଧୀରେ ରୋଜଗାର ହ୍ରାସ ହେଲା, ଦାରିଦ୍ର୍ୟ ବୃଦ୍ଧି ପାଇଲା। ଦ୍ୱିତୀୟତଃ 1977ରେ CPIM ବଙ୍ଗାଳରେ ପ୍ରଥମ ଥର ସରକାର ଗଠନ କଲା ଏବଂ ଜ୍ୟୋତି ବସୁ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ CM ହେଲେ। CM ହେବା ପରେ ସେ ଶିଳ୍ପନୀତି କାର୍ଯ୍ୟକାରୀ କରାଇଥିଲେ, କିନ୍ତୁ ଏହା କେବଳ ଛୋଟ ଶିଳ୍ପ, କ୍ଷୁଦ୍ର କାରଖାନା ନୀତି ଏବଂ କେବଳ ଛୋଟ ମାପର ଶ୍ରମିକମାନଙ୍କ ସହିତ ଜଡ଼ିତ ଥିଲା। ଏକ ବଡ଼ ଶିଳ୍ପ ପ୍ରତିଷ୍ଠା ପାଇଁ ସମସ୍ତ ରାସ୍ତା ବନ୍ଦ କରିଦେଇଥିଲେ। ପୁଣି ଜମି ସଂସ୍କାର ବିଲ୍ ଅଧୀନରେ ଯଥା ଅପରେସନ ବାର୍ଗା ଜରିଆରେ ବଡ଼ ଜମିଦାର ଜମି ସେହି ଚାଷୀଙ୍କୁ ହସ୍ତାନ୍ତରିତ କରାଯାଇଥିଲା। ଯେଉଁମାନେ ସେହି ଜମିରେ କାମ କରୁଥିଲେ ସେମାନଙ୍କୁ ଦିଆଗଲା। ଏହି ବାର୍ଗା ଯୋଗୁଁ ଛୋଟ ଚାଷୀ ଗୋଷ୍ଠୀ ତିଆରି ହୋଇଗଲେ, ଆଉ ଯେଉଁମାନେ ବଡ଼ ଜମି ମାଲିକମାନଙ୍କୁ ଜମି ଅଧିଗ୍ରହଣ କରୁଥିଲେ ଏବଂ ଏହି ଅପରେସନ ବାର୍ଗା ଯୋଗୁଁ ବଙ୍ଗାଳରେ ଜମି ଦଖଲ କରିବା ପାଇଁ ହିଂସା ଆରମ୍ଭ ହୋଇଯାଇଥିଲା, ଯାହା ଚାଷୀଙ୍କ ଦ୍ୱାରା ଜମି ମାଲିକଙ୍କ ଉପରେ କରାଯାଉଥିଲା। କିନ୍ତୁ ଶେଷରେ ଅପରେସନ ବାର୍ଗା ପାଇଁ 15 ଲକ୍ଷ ଶ୍ରମିକ ଗୋଷ୍ଠୀ 11 ଲକ୍ଷ ଏକର ଜମି ମିଳିଲା। କିନ୍ତୁ ଏହି ବିଲ୍ ହେତୁ ବଡ଼ ଶିଳ୍ପ ଓ ବଡ଼ ପୁଞ୍ଜିପତିମାନେ ମଧ୍ୟ ବଙ୍ଗାଳ ଛାଡ଼ି ଚାଲିଗଲେ। ଏହି କାରଣରୁ ବଙ୍ଗାଳର ବିକାଶ ଅଟକିଗଲା। ଯେଉଁ କମ୍ପାନୀ ଗୁଜରାଟ, ମହାରାଷ୍ଟ୍ରକୁ ଚାଲିଯାଇଥିଲେ, ତାଙ୍କର କଞ୍ଚାମାଲ ବଙ୍ଗାଳର ଛୋଟ କାରଖାନାର ସାମଗ୍ରୀରୁ ହିଁ କିଣୁଥିଲେ, ତଥା ଗୁଜରାଟ, ମହାରାଷ୍ଟ୍ରର ବଡ଼ କମ୍ପାନୀଗୁଡ଼ିକ କମ୍ ମୂଲ୍ୟରେ ସହଜରେ ବଙ୍ଗାଳରୁ ଛୋଟ କାରଖାନା ତାଙ୍କ କାମ କରିନେଉଥିଲେ ଏବଂ ସରକାରଙ୍କ ଜମି ମାଲିକ ବିରୋଧୀ ନୀତି ଯୋଗୁଁ ବଙ୍ଗାଳରେ କୌଣସି ବଡ଼ କାରଖାନା ପ୍ରତିଷ୍ଠା ହେବା ଅସମ୍ଭବ ହୋଇଯାଇଥିଲା। ଏହି କାରଣରୁ ଆଜି ବି ନାହିଁ ଭଳି ବଡ଼ ବଡ଼ କମ୍ପାନୀ ଅଛନ୍ତି। ତାପରେ ପଶ୍ଚିମବଙ୍ଗର ଭିତ୍ତିଭୂମି ମଧ୍ୟ ଆଜିର ସମୟ ସହିତ ମେଳ ଖାଉନାହିଁ, କାରଣ
পশ্চিমবঙ্গের ব্রিটিশ অম্বর নির্মিত ভিত্তিভূমি সেতু রাস্তা বিদ্যমান, কিন্তু ବର୍ତ୍ତମାନ ସମୟ ଅନୁଯାୟୀ ପରିବହନ ପାଇଁ ଏହା ଅଦରକାରୀ ତଥା ବଙ୍ଗାଳ ସହର ଗୁଡ଼ିକ ଭିତ୍ତିଭୂମି ଅନ୍ୟ ରାଜ୍ୟର ଭିତ୍ତିଭୂମି ଠାରୁ ବହୁ ପଛରେ ଏବଂ ଶିଳ୍ପ ଅଭିବୃଦ୍ଧି ସାମଗ୍ରୀର ଦ୍ରୁତ ପରିବହନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପଶ୍ଚିମବଙ୍ଗ ସରକାର ଏତେ ରାଜସ୍ୱ ନାହିଁ ଯେ ଏହାର ଭିତ୍ତିଭୂମି ବିକାଶ କରିପାରିବେ। ଏହା ବ୍ୟତୀତ ପଶ୍ଚିମବଙ୍ଗର ଜମି ସଂସ୍କାର ବିଲ୍ ଯୋଗୁଁ ଏହା କହିବା କଷ୍ଟକର କେଉଁ ଜମି ଚାଷ ପାଇଁ ଉପଯୋଗୀ ତ କେଉଁ ଜମି ଶିଳ୍ପ ପାଇଁ ଉପଯୋଗୀ, କାରଣ ଅନେକ ଥର ହଜାର କୋଟି ବଡ଼ ବଡ଼ କମ୍ପାନୀ ପ୍ରୋଜେକ୍ଟ ବେଙ୍ଗଲ ଏହି ଜମି ବିବାଦ କାରଣରୁ ବନ୍ଦ ରହିଥାଏ। ଯେମିତି ରତନ ଟାଟାକୁ ଯେବେ ସରକାର ନାନୁ କାର୍ ବନାଇବା ପାଇଁ ପଶ୍ଚିମବଙ୍ଗର ଚିଙ୍ଗୁର ଜିଲ୍ଲାରେ 1000 ଏକର ଜମି ଦେଇଥିଲେ, ସେତେବେଳେ ଏନଜିଓ ଏହାକୁ ବିରୋଧ କରିଥିଲେ। କୃଷକମାନେ ମଧ୍ୟ ଏହାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ସାଥିରେ ମମତା ବାନାର୍ଜୀ ମଧ୍ୟ ଏହି ଆନ୍ଦୋଳନର ଏକ ଅଂଶ ହୋଇଗଲେ। ଯାହାପରେ ଟାଟା କମ୍ପାନୀ ଏହି ଫ୍ୟାକ୍ଟରିକୁ ପଶ୍ଚିମବଙ୍ଗରୁ ହଟାଇ ଗୁଜରାଟ ସ୍ଥାନାନ୍ତରିତ କଲେ। ଏହି କାରଣରୁ ପଶ୍ଚିମବଙ୍ଗର ହଜାର କୋଟି ରାଜସ୍ୱ ହ୍ରାସ ହେଲା, ଲକ୍ଷ ଚାକିରି ହରାଇବା ପଡ଼ିଲା। ଏତିକି ନୁହେଁ, ଏହି ପ୍ଲାଣ୍ଟ ଯୋଗୁଁ ଟାଟା ଇଣ୍ଡଷ୍ଟ୍ରି 1500 କୋଟି ଟଙ୍କା କ୍ଷତି ହେଲା, ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ଏତେ ବଡ଼ ଇନଭେଷ୍ଟମେଣ୍ଟ ଆଉ କେହି କରୁନାହାନ୍ତି। 2011 ଆନ୍ଦୋଳନ ଯୋଗୁଁ ବଙ୍ଗାଳରେ ମମତା ବାନାର୍ଜୀଙ୍କ ସରକାର ଗଠନ ହେଲା ଏବଂ 34 ବର୍ଷ ପରେ ସିପିଏମ୍ ସରକାରର ପତନ ହୋଇଥିଲା। ଏହି ଆନ୍ଦୋଳନ ଯୋଗୁଁ ବଙ୍ଗାଳର ଲୋକମାନେ ପ୍ରମାଣିତ କରିଦେଲେ ଯେ ଲୋକମାନଙ୍କୁ ମଧ୍ୟ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ସପକ୍ଷରେ ନାହାନ୍ତି ଏବଂ ଛୋଟ ଜମିରେ ଚାଷ କରି ଖୁସି ଅଟନ୍ତି। ବଙ୍ଗାଳର ଶିଳ୍ପ ଅଭିବୃଦ୍ଧି ହାର ନାହିଁ ଅଛି। ତାପରେ ରାଜ୍ୟ ସରକାରଙ୍କୁ ମଧ୍ୟ ଚାଷୀ ସହ ବଡ଼ ଶିଳ୍ପ ସୁରକ୍ଷା ପାଇଁ କୌଣସି ଜମି ସଂସ୍କାର ବିଲ୍ ଆଣିନାହାନ୍ତି, ଯେଉଁ କାରଣରୁ ଧୀରେ ଧୀରେ ପଶ୍ଚିମବଙ୍ଗରେ ଶିଳ୍ପ ବୃଦ୍ଧି ହାର ଘଟି ଚାଲିଛି। ଦ୍ୱିତୀୟରେ ବଙ୍ଗାଳର ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି, କିନ୍ତୁ ସେଠାରେ କମ୍ ଚାକିରି ଉପଲବ୍ଧ ଅଛି ଏବଂ ମମତା ବାନାର୍ଜୀ ସରକାର ଆସିବା 2011, 12, 17, 18 ବର୍ଷରେ ଯେଉଁ ସମଗ୍ର ଦେଶର ଅଭିବୃଦ୍ଧି ହାର 7.1% ଥିଲା, ସେଠାରେ ପଶ୍ଚିମବଙ୍ଗର ଅଭିବୃଦ୍ଧି ହାର ମାତ୍ର 5% ଥିଲା। ଅନ୍ୟପକ୍ଷରେ 1980 ମସିହାରେ ବଙ୍ଗାଳ ଭାରତର ଉତ୍ପାଦନ କ୍ଷେତ୍ରରେ 12% ଯୋଗଦାନ କରିଥିଲା, ଯାହା 2011ରେ କେବଳ 4% ହିଁ ରହିଗଲା। କିନ୍ତୁ ଆଜିର ସମୟରେ ପଶ୍ଚିମବଙ୍ଗ ଲୋକ ଶିଳ୍ପ ବିରୋଧୀ ମାନସିକତା ପଶ୍ଚିମବଙ୍ଗରେ ଆହୁରି ଅଧିକ ପଛକୁ ନେଇଯାଉଛି। ଆଜି ବି ଲୋକମାନେ ଛୋଟ ଚାକିରି ଶ୍ରମିକ ଭାବରେ କାମ କରିବାକୁ ପଡୁଛି, ପୁଣି ଭାରତର ଅନ୍ୟ ରାଜ୍ୟ ଗୁଡ଼ିକର କାରଖାନା ଲଗାଇ ତାଙ୍କ ଲୋକଙ୍କୁ ଅଗ୍ରଗତି ଚାହୁଁଛନ୍ତି। କିନ୍ତୁ ଇଣ୍ଡଷ୍ଟ୍ରି ବିରୋଧୀ ମାନସିକତା ହେତୁ ପଶ୍ଚିମବଙ୍ଗର GSDPର କୃଷକ ଯୋଗଦାନ ଆଜି ବି 12%। ବଙ୍ଗାଳର GSDPରେ କୃଷି କ୍ଷେତ୍ରର ବିପୁଳ ଅବଦାନ ସତ୍ତ୍ୱେ ପଶ୍ଚିମବଙ୍ଗର କୃଷି କ୍ଷେତ୍ର ମଧ୍ୟ ବହୁ ପଛରେ ରହିଛି। 2017-18 ପଶ୍ଚିମବଙ୍ଗରେ ପ୍ରାଥମିକ ଫସଲ ଚାଉଳ ଅମଳ 2926 କିଲୋଗ୍ରାମ ହେକ୍ଟର ପିଛା ଏଭରେଜ ଥିଲାବେଳେ, ଯାହା ପୃଥିବୀ ସାରା 4250 କେଜି ପ୍ରତି ହେକ୍ଟର ଠାରୁ ବହୁତ କମ୍ ଏବଂ ପଶ୍ଚିମବଙ୍ଗ ମଧ୍ୟ କୃଷି କ୍ଷେତ୍ରରେ ବହୁ ପଛରେ ରହିଛି। ତେଣୁ ଏସବୁ ହେତୁ ପଶ୍ଚିମବଙ୍ଗ ତାର ଅର୍ଥନୈତିକ ଅବନତି କରିଛି, କାରଣ ଏହି ରାଜ୍ୟ ଶିଳ୍ପ ବିରୋଧୀ ମାନସିକତା ଗଠନ ହୋଇଛି। ଶିଳ୍ପ ଯଦି ବିକାଶ ନ ହୁଏ, ପଶ୍ଚିମବଙ୍ଗକୁ ଏହି ଦାରିଦ୍ର୍ୟ ଠାରୁ କେହି ବି ମୁକୁଳାଇ ପାରିବେ ନାହିଁ। ପୁଣି ବେଙ୍ଗଲରେ ଏପରି କୌଣସି ୱେଲଫେୟାର ସ୍କିମ୍, କଲ୍ୟାଣକାରୀ ସରକାରୀ ଜନକଲ୍ୟାଣକାରୀ ଯୋଜନା କିମ୍ବା ଏହା ଏକ ଶିଳ୍ପ ସଂସ୍କାର ବିଲ୍ ନାହିଁ ନେଇକି ପଶ୍ଚିମବଙ୍ଗକୁ ଆଗକୁ ନେଇକି ଯିବ। ଏଣୁ ପଶ୍ଚିମବଙ୍ଗ ବେଙ୍ଗଲ ଲୋକମାନଙ୍କର ମାନସିକତା ହିଁ ଭାରତର ଏକ ବିକଶିତ ରାଜ୍ୟରେ ପରିଣତ କରିପାରିବ, ନଚେତ୍ ପଶ୍ଚିମବଙ୍ଗ ମାତ୍ର ଏକ ଗରିବ ରାଜ୍ୟ ହୋଇ ରହିଯିବ। ଏହି ସବୁ ଥିଲା ଏହି ଭିଡିଓରେ। ଆଶା କରୁଛି ଆପଣଙ୍କୁ କିଛି ଜାଣିବାକୁ ମିଳିଥିବ। ଏହିଭଳି ଭିଡିଓ ଦେଖିବା ପାଇଁ ଆମର ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ।